ଧର୍ମେନ୍ଦ୍ର ପ୍ରଧାନ ଯେଉଁ ପଦବୀରେ ରହିବା କଥା ନୁହଁ, ଦୈବାଦ ସେ ପଦବୀରେ ରହିଯାଇଛନ୍ତି। ନହେଲେ ଏଭଳି ଉକ୍ତି ସେ ପ୍ରକାଶ କରନ୍ତାନି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିଥିଲେ, ଆମର ପଡ଼ୋଶୀ ରାଜ୍ୟ। ତାଙ୍କର 2 ଜଣ ସାଂସଦ ଏଠି ଜେଲ୍ ଭୋଗୁଛନ୍ତି। ତାଙ୍କୁ ସେ ସାକ୍ଷାତ କରିବାକୁ ଆସିଥିଲେ ବୋଲି କହିଛନ୍ତି। ଏବଂ ଯେହେତୁ ଆସିଥିଲେ ଗୋଟେ ରାଜ୍ୟକୁ ସୌଜନ୍ୟତା ଦୃଷ୍ଟିରୁ ସେଠି ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଛନ୍ତି, ତାହା ବି ସେ କହିଛନ୍ତି ଗୋଟେ ସୌଜନ୍ୟମୂଳକ ସାକ୍ଷାତ। ଯେ ନିହାତି ନିମ୍ନ ମାନସିକତାର ବ୍ୟକ୍ତି ନହେଲେ ତାକୁ ରାଜନୈତିକ ଆରୋପ କରି 2 ମୁଖ୍ୟମନ୍ତ୍ରୀ ଚିଟ୍ ଫଣ୍ଡରେ ଛନ୍ଦିବା ପାଇଁ ଚେଷ୍ଟା କରନ୍ତାନି ଧର୍ମେନ୍ଦ୍ର। ସତେ ଯେମିତି ଭାରତୀୟ ଜନତା ପାର୍ଟିଟା ଗଙ୍ଗା ଜଳ ଭଳି ପବିତ୍ର। ତାଙ୍କର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୋଇଲା ଚୋରିରେ ଜେଲ୍ ଯାଇନଥିଲେ। ଆହୁରି ଅନେକ ଅଭିଯୋଗ ତାଙ୍କ ପଛରେ ନାହିଁ। ଏଭଳି ନିମ୍ନମାନର କଥା କୁହାଯାଏ ନାହିଁ। ଆଉ ଯଦି ଚିଟ୍ ଫଣ୍ଡରେ ଛନ୍ଦି ହେଇଛନ୍ତି, ଧର୍ମେନ୍ଦ୍ର ପ୍ରଧାନ କ'ଣ କରୁଛନ୍ତି? 3 ବର୍ଷ ହେଇଗଲା ତ ସେ ମନ୍ତ୍ରୀ ହେଲେଣି। CBI ତ ତାଙ୍କର ଅଧୀନରେ କାମ କରୁଛି। ଇଏ 3 ବର୍ଷ ଭିତରେ କିଛି କରିପାରିଲେନି କାହିଁ?